Discuss the Plato's view on ideal state. ଏହା ଫିଫ୍ଥ ସେମିଷ୍ଟାର କୋର୍ 11 ପ୍ରଥମ ଅଧ୍ୟାୟର 2 ନମ୍ବର କ୍ୱେଶ୍ଚନ୍, ଯାହାକି ପ୍ଲାଟୋଙ୍କ ଆଦର୍ଶ ରାଷ୍ଟ୍ର ବିଷୟରେ ରହିଛି। ଚାଲନ୍ତୁ ଏହି ଆଦର୍ଶ ରାଷ୍ଟ୍ର ବିଷୟରେ ପଢ଼ିବା ପୂର୍ବରୁ ପ୍ଲାଟୋଙ୍କ ବିଷୟରେ କିଛି ଜାଣିନେବା। ପ୍ଲାଟୋ ଜଣେ ଶାସ୍ତ୍ରୀୟ ଗ୍ରୀକ୍ ଦାର୍ଶନିକ ଥିଲେ। ସେ ପାଶ୍ଚାତ୍ୟ ଦର୍ଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ। ତାଙ୍କର ଜନ୍ମଗ୍ରହଣ 427 BC ହୋଇଥିଲା, ପୁଣି ଏକ ସାମ୍ଭ୍ରାନ୍ତ ଆଥେନିଆନ୍ ପରିବାରରେ, ଏବଂ 347 BCରେ ସେ ମୃତ୍ୟୁବରଣ କରିଥିଲେ। ତାଙ୍କ ଦ୍ୱାରା ରଚିତ ଦ ରିପବ୍ଲିକ୍ ପୁସ୍ତକରେ ସେ ନ୍ୟାୟ, ଆଦର୍ଶ ରାଷ୍ଟ୍ର ଏବଂ ଦାର୍ଶନିକ ରାଜାମାନଙ୍କୁ ଅନୁସନ୍ଧାନ କରିଛନ୍ତି। ପ୍ଲାଟୋ 387 BCରେ ଏକ ଆଥେନ୍ସଠାରେ ଏକାଡେମୀ ପ୍ରତିଷ୍ଠା କରିଥିଲେ, ଯାହାକୁ ପାଶ୍ଚାତ୍ୟ ବିଶ୍ୱର ପ୍ରଥମ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଭାବରେ ବିବେଚନା କରାଯାଇଥାଏ। ପ୍ଲାଟୋଙ୍କ ଦର୍ଶନ ହେଉଛି ଖ୍ରୀଷ୍ଟିଆନିଟି, ଇସଲାମିକ ଧର୍ମ ଏବଂ ପ୍ରାୟ ସମସ୍ତ ପାଶ୍ଚାତ୍ୟ ଦାର୍ଶନିକ ଚିନ୍ତାଧାରାକୁ ପ୍ରଭାବିତ କରିଥାଏ। କାରଣ ଆଦର୍ଶବାଦ ଏବଂ ନୀତିଶାସ୍ତ୍ର ଉପରେ ତାଙ୍କର ଗୁରୁତ୍ୱ ଏବେ ବି ରାଜନୀତି ଶିକ୍ଷା ଏବଂ ତତ୍ତ୍ୱ ବିଜ୍ଞାନର ଆନୁସନ୍ଧାନିକ ଆଲୋଚନା ଉପରେ ପ୍ରତିଦ୍ୱନ୍ଦିତ ହୋଇଥାଏ। ପ୍ଲାଟୋଙ୍କ ଦ୍ୱାରା ରଚିତ ଦ ରିପବ୍ଲିକ୍ରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ସ୍ୱତନ୍ତ୍ର ଶ୍ରେଣୀ ସହିତ ଏକ ପଦାନୁକ୍ରମିକ ଗଠନ, ନ୍ୟାୟ ଏବଂ ଶିକ୍ଷା ଉପରେ ଧ୍ୟାନ ଏବଂ ଶାସକ ଏବଂ ସାମରିକ ଶ୍ରେଣୀ ପାଇଁ ସାମ୍ୟବାଦର ଏକ ବ୍ୟବସ୍ଥା ରହିବା ଜରୁରୀ। ତେଣୁ ସେଥିରୁ ଉଲ୍ଲେଖନୀୟ କେତେକ ବୈଶିଷ୍ଟ୍ୟ ଗୁଡ଼ିକ ହେଲା ଯଥା କଠୋର ଶ୍ରେଣୀ ଗଠନ, ଶିକ୍ଷାର ଆବଶ୍ୟକତା, ବ୍ୟକ୍ତିଗତ ସମ୍ପତ୍ତି, ଲିଙ୍ଗଗତ ସମାନତା। ଏହି କଠୋର ଶ୍ରେଣୀ ଗଠନକୁ 3 ଭାଗରେ ବିଭକ୍ତ କରାଯାଇଛି, ଯଥା ଶାସକ, ଦ୍ୱିତୀୟ ସହାୟକ, ତୃତୀୟ ଉତ୍ପାଦକ। ପ୍ରଥମଟି ହେଲା ଶାସକ ବା ଦାର୍ଶନିକ ରାଜା। ଏହି ଦାର୍ଶନିକ ରାଜା କହିଲେ କ'ଣ? ଏମାନେ ହେଉଛନ୍ତି ଜଣେ ଜ୍ଞାନୀ ବ୍ୟକ୍ତି ଏବଂ ଏମାନେ ଅନ୍ୟମାନଙ୍କୁ ନ୍ୟାୟ ଦେଇପାରୁଥିବେ, ତାହା ସହ ନିଜେ କୌଣସି ସ୍ୱାର୍ଥପର କାର୍ଯ୍ୟ ନ କରି ନିଃସ୍ୱାର୍ଥପର କାର୍ଯ୍ୟ କରୁଥିବା ଦରକାର, ଏବଂ ସେମାନେ ନିଜସ୍ୱ ଇଚ୍ଛା କିମ୍ବା କୌଣସି ଅହେତୁକ କାର୍ଯ୍ୟକଳାପ ଦ୍ୱାରା ଚାଳିତ ହୁଅନ୍ତି ନାହିଁ। ତେଣୁ ଏମାନଙ୍କୁ ଆମେ କହିଦେଇପାରିବା ଦାର୍ଶନିକ ରାଜା, ଯାହାକି ନିଜସ୍ୱ ସ୍ୱାର୍ଥ ନ ଦେଖି ଅନ୍ୟମାନଙ୍କର ସ୍ୱାର୍ଥକୁ ପୂରଣ କରିବା ପାଇଁ ଏମାନେ ଉଦ୍ଦିଷ୍ଟ ହୋଇଥାନ୍ତି। ଦ୍ୱିତୀୟଟି ହେଲା ସହାୟକ। ଏମାନଙ୍କୁ ଆମେ ସୈନିକ କିମ୍ବା ଯୋଦ୍ଧା ବୋଲି କହିଦେଇପାରିବା। ଏମାନେ କେବଳ ରାଷ୍ଟ୍ରର ସୁରକ୍ଷା ନିମନ୍ତେ ରହିଥାନ୍ତି ଏବଂ ଯେତେବେଳେ କୌଣସି କାରଣବଶତଃ ଆମ ଦେଶକୁ ଶତ୍ରୁ ରାଷ୍ଟ୍ରଗୁଡ଼ିକ ଆକ୍ରମଣ କରନ୍ତି, ତେବେ ଏମାନେ ନିଜର ସାହସିକତା ଅନୁଯାୟୀ ଏମାନେ କ'ଣ କରନ୍ତି? ଆମ ରାଷ୍ଟ୍ରକୁ ସୁରକ୍ଷା ପ୍ରଦାନ କରିଥାନ୍ତି ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏମାନେ ଦାୟୀ ଅଟନ୍ତି। ଏମାନେ ବହୁତ ସାହସୀ ଏବଂ କ'ଣ ଶୃଙ୍ଖଳିତ ଅଟନ୍ତି, ଯାହାକି ଆମ ରାଷ୍ଟ୍ରକୁ ଶତ୍ରୁମାନଙ୍କ ଠାରୁ ବଞ୍ଚିତ କରିଦେଇପାରିବେ। ତୃତୀୟଟି ହେଲା ଉତ୍ପାଦକ ବା କୃଷକ, ଆମେ କହିଦେବା ଶ୍ରମିକ ମଧ୍ୟ କହିଦେଇପାରିବା। ଏହି ଶ୍ରେଣୀର ବ୍ୟକ୍ତିମାନେ କେବଳ ରାଜ୍ୟର କଲ୍ୟାଣ ଅବଦାନ ରଖିଥାନ୍ତି। ସେମାନେ ହେଲେ କିଏ କିଏ? ଚାଷୀ, କାରିଗର ହୋଇପାରନ୍ତି, ବ୍ୟବସାୟୀ ହୋଇପାରନ୍ତି, ଶ୍ରମିକମାନେ ହୋଇପାରନ୍ତି। ପ୍ଲାଟୋଙ୍କ ଆଇଡିଆଲ ଷ୍ଟେଟ୍ର ସେକେଣ୍ଡ ଫିଚର୍ସଟି ହେଉଛି ଶିକ୍ଷାର ଆବଶ୍ୟକତା। ଗୋଟିଏ ରାଷ୍ଟ୍ର ନିୟନ୍ତ୍ରଣ ପାଇଁ ନିହାତି ଶିକ୍ଷା ଆବଶ୍ୟକ ଅଟେ, କାରଣ ଶିକ୍ଷା ନଥିବା ଦ୍ୱାରା କୌଣସି ରାଷ୍ଟ୍ର ସୁଚାରୁ ରୂପେ ପରିଚାଳିତ ହୋଇପାରିବ ନାହିଁ। ପ୍ଲାଟୋ ନାଗରିକ ଏବଂ ଶାସକଙ୍କୁ ରାଜ୍ୟ ଗଠନ କରିବାରେ ଶିକ୍ଷାର ଗୁରୁତ୍ୱ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ ବିଶେଷ କରି ଦାର୍ଶନିକ ପାଇଁ କଡ଼ା ଭାବରେ ଶିକ୍ଷା ବ୍ୟବସ୍ଥା ରଖିଛନ୍ତି। ସେଥିରେ କ'ଣ କ'ଣ ରହିଛି? ଦର୍ଶନ ରହିଛି, ଗଣିତ ରହିଛି, ଯୁକ୍ତି ରହିଛି ଏବଂ ସଦ୍ଗୁଣ ବିକାଶ କରୁଥିବା ଅନ୍ୟାନ୍ୟ ବିଷୟ ଉପରେ ଧ୍ୟାନ ଦେଇଥିଲେ। ରାଜ୍ୟର ମୁଖ୍ୟଙ୍କ ପାଇଁ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ ଅଟେ, କାରଣବଶତଃ ଯଦି କୌଣସି ରାଜା ବା ରାଜ୍ୟର ମୁଖ୍ୟ ଶିକ୍ଷା ଭଲ ଭାବରେ ପାଇନଥିବେ, ତେବେ ସେ କୌଣସି ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ କରିପାରିବେ ନାହିଁ କିମ୍ବା ରାଜ୍ୟଟିକୁ ଭଲରେ ଚଳାଇ ପାରିବେ ନାହିଁ। ଏହା ନିଶ୍ଚିତ କରେ ଯେ ସେମାନେ ନ୍ୟାୟପୂର୍ଣ୍ଣ ଭାବରେ ଶାସନ କାର୍ଯ୍ୟ ତୁଲାଇ ପାରିବେ, ଯାହାଦ୍ୱାରା ଏହି ଶିକ୍ଷା ପାଇବା ଦ୍ୱାରା ରାଜାମାନେ ନିଜର ନ୍ୟାୟପୂର୍ଣ୍ଣ ଭାବରେ ରାଜ୍ୟର ବିଭିନ୍ନ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ଦେଇପାରିବେ। ଥାର୍ଡ ଫିଚର୍ସଟି ହେଉଛି ବ୍ୟକ୍ତିଗତ ସମ୍ପତ୍ତି। ପ୍ଲାଟୋଙ୍କ ମତରେ ଦାର୍ଶନିକ ରାଜା ଏବଂ ସହାୟକମାନଙ୍କ ପାଇଁ କୌଣସି ବ୍ୟକ୍ତିଗତ ସମ୍ପତ୍ତି ନାହିଁ। ରାଜ୍ୟର ଦୁର୍ନୀତିକୁ ରୋକିବା ଏବଂ ରାଜ୍ୟ ପ୍ରତି ବିଶ୍ୱସ୍ତତା ସୁନିଶ୍ଚିତ କରିବା ପାଇଁ ପ୍ଲାଟୋ ପ୍ରସ୍ତାବ ଦେଇଥିଲେ ଯେ ଶାସକ ଏବଂ ସାମରିକ ଶ୍ରେଣୀମାନେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକ ହେବା ଉଚିତ ନୁହେଁ, କାରଣ ସେମାନଙ୍କର ଆବଶ୍ୟକତା ରାଜ୍ୟ ଦ୍ୱାରା ଯୋଗାଇ ଦିଆଯିବ। ଯଦି ସେମାନଙ୍କର କୌଣସି ବ୍ୟକ୍ତିଗତ ସମ୍ପତ୍ତି ଥାଏ, ତାହେଲେ ସେମାନଙ୍କ ମନରେ ପ୍ରଲୋଭନ ସୃଷ୍ଟି ହେବ, ତେଣୁ ସେ ରାଷ୍ଟ୍ର ପାଇଁ କୌଣସି କାର୍ଯ୍ୟ ସମ୍ପାଦନ କରିପାରିବେ ନାହିଁ ବୋଲି ଏଠାରେ ପ୍ଲାଟୋ କହିଛନ୍ତି। ଫୋର୍ଥ ଫିଚର ହେଉଛି
लिंगगत समानता प्लाटो शासक वर्ग में महिला मान स्थान निरूपण करने चाहूले। पुरुष एवं महिला मानक मध्य समानता पाई समर्थन करुले। पुरुष एवं महिला मानक समान परिमाण अधिकार देवाई आवश्यक बोली मन करते। जेतेबेले दार्शनिक राजा माने शासन भार तुलाउथिले सेठारे कौनसी नारी मानक पाई जागा अधिकृत हो रहउनथला। तेणु प्लाटो कहउथिले जे एही शासक वर्ग रे मध्य महिला मानक पाई किछि स्थान निरूपण करा जाय थाउ, जहा द्वारा सेमाने कोन लिंगगत समानता पाई परिबे, जहाँकि पुरुष मानकु एवं स्त्री मानकु समान परिमाणर अधिकार मिलिबो बोली से कहउथिले। उपरोक्त प्रदत्त केतक वैशिष्ट्य मानक मध्यरु समालोचक माने प्लाटोंको एही वैशिष्ट्य गुडी को समालोचना करिसंती। दार्शनिक राजा मान हाथ क्षमता धारण करवाटा एटा गोटे ताका पे भल नथिला। तेणु से एठारे व्याख्या करिसंती जे दार्शनिक राजा मानक हाथ क्षमता केंद्रीभूत करबा द्वारा यार अपव्यवहार होई परिबो, जहा कि एटा के करिवो दार्शनिक राजा ही करि परिबे एवं दायित्वर अभाव देखा देई पारे। एवं यह व्यतीत शिक्षा परिचय और संपत्ति उपर राज्यर नियंत्रण को सर्वसत्तावादर एक रूप भाव देखा जाए, जहाँ व्यक्तिगत स्वाधीनता और स्वतंत्रता को दमन करता। यदि यही समस्त अधिकार गुड़िक राजा हाथ में न्यस्त बा राजा को दि जाए ताले से आवश्यक तले लोक मानकर अधिकार को क्षुण्ण कर दे पारती बा ए स्वाधीनता को निज ठारू छड़े नहीं पारती। तेणु एठारे समालोचक माने कहते दार्शनिक राजा मान हाथ में क्षमता प्रदान करवाटा केवल 100% ठीक हो पार नहीं। कठोर श्रेणी गठन यही समाजर 3टी श्रेणी विभाजन द्वारा राष्ट्र मध्य विवादर आशंका रही पारे, कारण व्यक्ति माने सेमानक जन्म उपर आधारित भूमिका ग्रहण करने को आशा करा जाए, जहाँकि यह संभव नुह। उदाहरण स्वरूप कहीदे पारे जो 3टी श्रेणी रही, प्रथम श्रेणी है शासक, द्वितीय है आमर सहायक, तृतीय है आमर उत्पादक। तो कौन व्यक्ति जन्म ना कौन शिशु जन्म ना पूर्व ताको निर्धारित करा जाई परिबो नाही जे यही व्यक्ति शासक ग्रुप रे रहिबो किंबा उत्पादक किंबा सहायक ग्रुप रे रहिबो, ता जने व्यक्ति निजस्व भाव में ग्रहण करवाटा अनिर्वार्य अटे। तेणु यही कठोर श्रेणी गठनटा मध्य जहाँकि संभव हो पारिबो नाही। उपरोक्त केतक यही वैशिष्ट्य गुड़ को देखी समालोचक मैंने प्लाटों को ये समालोचना करुँच, जहाँकि यह गोटे यूटोपियन आदर्श अटे बा ये जो आम आदर्श राष्ट्रटा गोटे यूटोपियन आदर्श। यही आदर्श को कार्यकारी करने वास्तव में कष्टकर अटे। जदि यह असंभव नुहे तेबे आवश्यकता अनुसार ज्ञान एवं सद्गुणवान व्यक्ति को खोजाटा बहुत कष्टसाध्य अटे। यह केवल संभव हो पारिबो नाही। यह केवल तत्व अनुसार ठीक अटे, किंतु एटा वास्तव में करवाटा बहुत कष्टसाध्य अटे। यही लिंगगत समानता को मध्य नहीं किसी समालोचना होती, जहाँकि प्लाटो शासक वर्ग में पुरुष और महिला मानक मध्य समानता पाई समर्थन करते, किंतु एठारे समालोचक माने चुक्ति अनुजाई वर्तमान सुधा किसी मात्रा रे असमानता प्रतिफलित होउछि, जहाँकि यह केउठारे घटित होउछि निम्न वर्ग मानकर देखा मिलता है। तेणु समालोचक माने यही सब जिनस गुड़ा को देखी से प्लाटो के यही लिंगगत समानता को कौन कले मना करदे, जहाँकि यहाँ गोटे संभव हो पारिबो नाही। उपरोक्त वैशिष्ट्य गुड़िक संभव हो पारिबो केवल प्रत्येक श्रेणीर व्यक्ति माने अन्य मानक ऊपर हस्तक्षेप न करी निजस्व भूमिका ग्रहण करी न्याय हासिल करि पारिबा एवं राज्यर लोक माने स्वास्थ्य अपेक्षा साधारण स्वार्थ को प्राधान्य देवा आवश्यक अटे। ये जो वैशिष्ट्य गुड़ाक आम देखिले यह संभव केतेबेले हो पारिबो जेतेबेले गोटे व्यक्ति निजस्व इच्छा रे निजे ग्रहण करिया दरकार जे नाही मोर एई श्रेणीटा मो पे उपयुक्त अटे बा मो एई श्रेणी रहिले मो पे ठीक अटे, सेतेबेले आम राष्ट्रर व्यक्ति माने शांतिपूर्ण भाव में शृंखलित भाव में चली पारिबे। तेणु एठा राज्यर लोक माने स्वार्थ अपेक्षा साधारण स्वार्थ को प्राधान्य देवा आवश्यक अटे।